आज परम प्रभु व्यक्तित्व नहीं मोर एक कविता मो लेखार प्रार्थना टी मोर तुमे रही अछ बालुत भानु रे मध्याह्न सूर्य छटारे रही अछ पुणे अस्ताचल रवि रक्तिम मधुआ भारे तुमे रही अछ तमिश्रा अन्धारे जह्नर आलोक धारे दिकी दिकी होई जलुथा संजे तुलसी चौरा मूले तुमे रही अछ फूला सुबासरे गोलापर कंटा परे तुमे रही अछ पुष्करिणी पंके पद्म रूप विभारे तुमे रही अछ अनंत सागरे विस्तीर्ण मरु प्रांतरे मध्याह्न उत्तप्त बालुकाराशि रे छाया भरा जंगम रे तुमे रही अछ कला बादल रे चपला चमक परे तुमे रही अछ वज्र निनाद रे बरसार बारी धारे तुमे रही अछ प्रति हृदय रे चैत्य सतार रूपे ऊर्ध्वगामी शिखा हुई जलुअछ हृदय वेदिका परे तुमे रही अछ दुखीर दुख रे हृदय आनंद परे सांत्वनार वाणी शुणाउछ कर्णे चुपी चुपी नीरव रे तुमे रही अछ प्राणीर क्षुधारे खादकर समर्पणे तुमे रही अछ तृषार आकुले पुनि शीतल नीर रे तुमे तो हे प्रभु यज्ञ वेदिका यज्ञर मधुर अग्नि तुमे प्रज्वलित अग्निशिखा हे तुमे स्थूल द्रव्याहुति
तुमको जानिबा पाहिए परम कर हे योग्य आमको चेतनार दीप जलाई दियो हे खोजी पाइबु तुमको निशेषरे तुम ठारे समर्पिबु न रखी मने कल्पना साधक हे तुमे साधना भी तुमे आमर दिव्य चेतना प्रणाम जणाई तुम छंद पदे करुछु प्रभु गुहारी जीवन आमर चलाई निह हे इच्छा मते जे तुमरी जीवन आमर चलाई निह हे इच्छा मते जे तुमरी इच्छा मते जे तुमरी। समस्त को वंदे मातरम प्रणाम। बहुत सुंदर सतरे आलेखिका आपंकर निज लेखा निज कंठरे सुंदर भावरे तंकर भक्ति अर्घ्य निवेदन करिसेंती আজি नुआ करी आमर ई पाठचक्र रे सेतिपाई तांको अनेक अनेक कृतज्ञता। बंधुगण आमे अटकी थिले आमर आलोचना रे विश्वास श्रद्धा एवं आस्था पाखरे। ए विषय रे गत केतोटी पाठचक्र रे आमे सब अति विस्तृत भाव रे परखुचंती आमर विश्वास को आमर आस्था को ए भवेश भाई को आलोचना सुनिया परे एथिपाई आमे जाको विश्वास बोली कहूचु से विश्वास का उपरे आधारित एवं से विश्वासर पूर्णता केउठी एवं तार परिपूर्ण सिद्धि भी केउठी। माने पड़े एक विश्वास और आस्था मध्य पार्थक्य रे एक उदाहरण पुराण रे आपण माने समस्ते जानिथिबे प्रहलादंकर कथा। जेतेबेले हिरण्यकश्यप प्रहलादंकर पिता भगवान को बा नारायण को स्वीकार न करिवा पाई प्रहलाद को बहु प्रकार उद्यम कले बाध्य कले। प्रहलाद से विचलित हेले नहीं एवं शेष अति उत्क्षिप्त अवस्था
ରାଜ ଦରବାରରେ ପ୍ରହ୍ଲାଦଙ୍କୁ ଡାକି ଅତି କ୍ରୋଧ ଜର୍ଜରିତ ହୋଇ ପଚାରିଲେ, କୁହ ତ ଭଗବାନ କେଉଁଠି? ପ୍ରହ୍ଲାଦ କହିଲେ, ସେ ତ ସବୁଠି। ପଚାରିଲେ ହିରଣ୍ୟକଶ୍ୟପ, ଏଇ ଯେଉଁ ଖୁଣ୍ଟ, ଏ ସ୍ତମ୍ଭ କାଠରେ ବା ଇଟା ବାଲି ସିମେଣ୍ଟରେ ତ ମୁଁ ତିଆରି କରିଛି, ଏଥିରେ କ'ଣ ଭଗବାନ ତ ଭଗବାନ ଅଛନ୍ତି ମୋ ଖୁଣ୍ଟରେ? ସେ କହିଲେ, ହଁ ଅଛନ୍ତି, ସର୍ବତ୍ର ଅଛନ୍ତି, ଏଥିରେ ବି ଅଛନ୍ତି। କଠହାସ୍ୟ କରି ଥଟ୍ଟା ତାଚ୍ଛଲ୍ୟ ଭରା କ୍ରୋଧରେ ସେଦିନ ହିରଣ୍ୟକଶ୍ୟପ ନିଜର ଖଡ୍ଗରେ ସେହି ସ୍ତମ୍ଭକୁ ଆଘାତ କଲେ। ଏବଂ ତାପରେ ଆପଣମାନେ ଜାଣିଛନ୍ତି ଯେ ଭଗବାନ ଗୋଟେ ବିକଟାଳ ରୂପରେ, ଭୟଙ୍କର ଅଦ୍ଭୁତ ରୂପରେ, ଅଧା ସିଂହ ଅଧା ମଣିଷର ଏକ ନୃସିଂହ ଅବତାର ଯାକୁ ଆମେ କହୁଛନ୍ତି, ସେହି ରୂପରେ ଆବିର୍ଭାବ ହେଲେ ସେହି ସ୍ତମ୍ଭରୁ ଏବଂ ବିଦାରଣ କଲେ ହିରଣ୍ୟକଶ୍ୟପଙ୍କୁ। କଥାଟି ସେଠି ନାହିଁ। ଏ ଘଟଣା ପରେ ଯେତେବେଳେ ସବୁଆଡ଼େ ପ୍ରଚାରିତ ହେଲା, ପ୍ରହ୍ଲାଦ ଯେଉଁ ଗୁରୁଙ୍କ ପାଖରେ ଶିଷ୍ୟତ୍ୱ ଗ୍ରହଣ କରି ବିଦ୍ୟା ଅର୍ଜନ କରୁଥିଲେ, ପ୍ରହ୍ଲାଦଙ୍କ ପାଖରେ ଅନେକ ତାଙ୍କର ଗୁରୁ ଭାଇମାନେ ବି ଥିଲେ, ଅନ୍ୟ ଶିଷ୍ୟମାନେ ବି ଥିଲେ। ଘଟଣା ପରେ ପ୍ରହ୍ଲାଦର ଅନ୍ୟ ବିଦ୍ୟାର୍ଥୀ ସାଥୀମାନେ ପ୍ରହ୍ଲାଦଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଆରେ ପ୍ରହ୍ଲାଦ, ହଁ ଭଗବାନ ସବୁଆଡ଼େ ଅଛନ୍ତି, ଏ ଗୋଟେ ଆଖ୍ୟାୟିକା, ଗୋଟେ କଥା, ଗୋଟେ ବର୍ଣ୍ଣନା, ଗୋଟେ ସାଧାରଣ ବିଶ୍ୱାସ ଯାହା ଶାସ୍ତ୍ରରେ ଲେଖା ହେଇଛି, ଗୁରୁ ବି କହୁଛନ୍ତି, ସମସ୍ତେ କହୁଛନ୍ତି, ଆମେ ପଢ଼ିଛୁ, କିନ୍ତୁ ଆମେ ତ କେବେ ଏଇଟା ପରଖିନୁ କି କେବେ ଦେଖିନୁ ଭଗବାନ ସବୁଆଡ଼େ ଯେମିତି ଅଛନ୍ତି ବୋଲି। ହଠାତ୍ ତ ବାପା ହିରଣ୍ୟକଶ୍ୟପ ଯେତେବେଳେ ପଚାରିଲେ ଯେ ଏହି ସ୍ତମ୍ଭରେ ଭଗବାନ ଅଛନ୍ତି କି? ତୁ ଗୋଟେ 8-9 ବର୍ଷର ବାଳକ କୋଉ ସାହସରେ, କୋଉ ବିଶ୍ୱାସରେ, କୋଉ ପରୀକ୍ଷାରେ ତୁ ଏମିତି ନିଶ୍ଚିତ ହେଇଗଲୁ ଯେ ଭଗବାନ ସେ ଖୁଣ୍ଟରେ ଅଛନ୍ତି, କହିଦେଲୁ ହଁ ଏଇଠି ଭଗବାନ ଅଛନ୍ତି ବୋଲି? ସେ ସାହସ ତ ଏତେ ଶୀଘ୍ର ଏଇ ପିଲାବେଳ ହେବା କଥା ନୁହେଁ, ତ କେମିତି ହେଲା? ଏ କଥାଟି ଶୁଣି ପ୍ରହ୍ଲାଦ ନିଜେ ବି ଆଶ୍ଚର୍ଯ୍ୟ ହେଲା। ସେ ଖାଲି ଏତିକି କହିଲା, ହଁ ବାପା ଯେମିତି ମୋତେ କହିଲେ, ଯେତେ ଜୋରରେ କହିଲେ, ମୁଁ ସେତେ ଜୋରରେ ମୋ ଭିତରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଏକ ଉତ୍ତର ଆସିଲା ଯେ ହଁ ଭଗବାନ ସେ ସ୍ତମ୍ଭରେ ଅଛନ୍ତି। କେମିତି ଆସିଲା ମୁଁ ଆଉ କହିପାରିବିନି, କିନ୍ତୁ ଆସିଲା ନିଶ୍ଚୟ, ମୁଁ କହିଲି। ସେଇ କଥାଟି ତାଙ୍କ ବିଦ୍ୟାର୍ଥୀମାନଙ୍କ ମନରେ ବି ସନ୍ତୁଷ୍ଟ ଆଣିପାରିଲାନି ଯେ କେମିତି ଆସିଲା। ସ୍ୱତଃସ୍ଫୂର୍ତ୍ତ ଭାବରେ ଏତେ ବଡ଼ ଆସ୍ଥା, ବିଶ୍ୱାସ ଥିଲା, ଉପରେ ସ୍ତରରେ ଥିଲା, ତା ହଠାତ୍ ଆସ୍ଥା, ଏତେ ବଡ଼ ଆସ୍ଥା କେମିତି ତା ଭିତରେ ଆସିଲା? ପ୍ରହ୍ଲାଦଙ୍କ ଭିତରେ ସେ ପିଲା ବାଳକ ଅବସ୍ଥାରେ ସେ କହିପାରିଲା ହଁ ସ୍ତମ୍ଭରେ ଅଛନ୍ତି ବୋଲି? ଭଗବାନ, ଏହାର ଉତ୍ତର ପ୍ରକୃତରେ କିଏ ଦେବ? ଦ୍ୱିତୀୟ କଥାଟି ହେଉଛି ହିରଣ୍ୟକଶ୍ୟପଙ୍କର ବିଦାରଣ ପରେ ଭଗବାନ ସେ ନରସିଂହ ଭୟଙ୍କର ରୂପ ଅବସ୍ଥାରେ ପ୍ରହ୍ଲାଦକୁ ନେଇକି କୂଳରେ ବସେଇଲେ ଆଦରରେ। ସେ ପ୍ରଶ୍ନ, ଦ୍ୱିତୀୟ ପ୍ରଶ୍ନ ତାଙ୍କୁ କରେଇଲେ ତା ସାଙ୍ଗମାନେ, ଆରେ ଏତେ ବଡ଼ ଗୋଟେ ଭୟଙ୍କର ବିକଟାଳ ଅଦ୍ଭୁତ ରୂପ, ସିଂହ ଏବଂ ମଣିଷର ଗୋଟେ ଆକୃତି, ଗର୍ଜନ କରୁଥିବ ସିଂହର ମୁହଁରେ, ପାଟିରେ,
सी कोल को ते पिलाटे तू देखते डरी जा कथा भय थरिया कथा तू खुशी जाकि भगवान कोल बसी पार्लु केमती तो भय लगलानी तार उत्तर मध्य प्रहलाद कहले मुझे मुझे भगवान मत कूले ने मत सामान्यतम मो भय मो भितर कहीं उद्रेक होनी मु आनंद जाकि भगवान कूल हसी हसी बसी पड़ी एक माने सांगसाथी मान विश्वास भी है आमे एवं पुराण जहाँ लेखा अच्छी जे भगवानंकर ये जो उग्र क्रोध जर्जरित रूप भयंकर माने सिंह आउ मनीषर ये जो अद्भुत अवास्तव रूप ताको शांत करने अनुरोध करने स्वर्ग भी चहला पड़ला समस्ते माने ब्रह्मा शिव एवं भगवानंकर निज पत्नी लक्ष्मी मध्य भय कले जे से नरसिंह अवतार से अवस्था भगवान के निकट को जाई तांको बुझे सुझे तांको अवस्था प्रशमित करने कई साहस करके आसी नथिले जहाँ पुराण वर्णना अच्छे एते निजे तांको पत्नी भी भय कले शिव भय कले ब्रह्मा कले देवता मन तो लुचिले भय देखिक थरले गोटापणे प्रहलाद केमती डरलानी तापर भय आसिया कथा पिला बेले से अवस्था तार उत्तर किए दब ये दुईटी उत्तर भितर अच्छी आमर विश्वास और आस्था भितर तफात एवं शेष स्थिर है यार उत्तर प्रहलाद को अनुरोध कले जे तुमर जे मार्गदर्शक जे नारद तांकु पचरा जाऊ सी यार सठिक उत्तर दे पारे समस्ते नारद मुनि द्वारस्थ हेले प्रार्थना कले नारद महर्षि आसिले से प्रश्न पचरागला जे ये दुईटी प्रश्नर उत्तर आपण दिवंतु प्रकृत में प्रहलाद गोटे बालक से साधना करनी केवल पाठ पढ़ुला ता भितर एत बड़े गोटे आस्था किभली जागृत है निर्भीकता किभली जागृत है सी कही पारिला ये स्तंभ रे भगवान अछंती से आनंद रे भगवान को ये भयंकर एक दानव भली रूप कूल भगवान कूल बसी पारिला संभव हवा कथा नुहे नारद से कथाटी कही नारद कही जे प्रकृत रे प्रहलादंकर ये जो आस्था यही विश्वास यही निर्भरता यही निर्भीकता जो तपस्या द्वारा संभव होती तार ए जन्मर नुहे एवं ता प्रमाणित करने सी प्रहलाद को सूक्ष्म रूप नहीं जाइथिले नारद महर्षि एवं प्रहलाद को देखते बाबूरे देख यही आस्था टिकक यही जो अनन्य विश्वास श्रद्धा यही टिकक सिद्धि लाभ करने तू या पूर्वर केते जन्म ते नहीं तपस्या करने एवं देखदेले गोटे स्तूप गोटे कंकालर स्तूप मनीषर हाड़ कंकालर गोटे स्तूप कहले देख यही तोर पूर्वजन्म मानकर जो तपस्या करूँ से ये तपस्या करी केते जन्म जाती तार ये अस्थि कंकाल सब ये गदा हो पड़ी ये सब तोरी एवं तार पूर्व तो चेतनार पूर्व जन्म रे ये तपस्या सिद्धि लाभ करूँ बोली ए जन्म आरंभ ही मात्र के तार सम्मुखीन हेलु तो चेतना निर्विकार भाव निर्भीक भाव कही पारा भगवान हाँ कौन स्तंभ अच्छा आनंद रे भगवान को से भय कला नहीं ये चेतनार कथा बाबू ये मनर कथा नुहे तो चेतना प्रस्तुत है पूर्वजन्मर तपस्या से कथा मुझे कहली जे आमर ये विश्वास एवं आमर ए आस्था या भितर प्रभेद बुझा हेले एवं आमर विश्वास को आस्थार परिणत करने को हेले आमको मध्य हुए तो केते जन्म तपस्या करने को पड़ी पारे न पड़ी भी पारे
କିନ୍ତୁ ଏହି ଜନ୍ମରେ ସେହି ସାଧନାରେ ଲାଗି ରହିଲେ ହୁଏତ ଆମ ଚେତନାର ସ୍ତରରେ ସେହି ବିଶ୍ୱାସ ଆସ୍ଥା ରୂପରେ ପ୍ରତିଷ୍ଠିତ ହୋଇଯାଇପାରେ। ଆସନ୍ତା ଜନ୍ମରେ ପ୍ରକାଶିତ ହୋଇପାରେ, ଅସମ୍ଭବ ନୁହେଁ। କାହିଁକି ଭବେଶ ଭାଇଙ୍କର ଆଲୋଚନା ତ ସିଏ ଭବେଶ ଭାଇ ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି, ମୁଁ ଜାଣିପାରୁନି ଯୋଗ ଦେବେ କି ନାହିଁ। ଏ କେମିତି ବିଶ୍ୱାସ ଆସ୍ଥାରେ ପରିଣତ ହେଲେ ଅଟୋମେଟିକାଲି ପ୍ରହ୍ଲାଦ ଭଳି ଏକ ସତ୍ତା, ଏକ ଆତ୍ମା ପ୍ରସ୍ତୁତ ହେଇପାରେ, ଜନ୍ମ ଲାଭ କରିପାରେ। ଆହୁରି ସୁନ୍ଦର ଏ ବିଷୟରେ ବି ଉଦାହରଣ ଅଛି। ଯେତେବେଳେ ବିଶ୍ୱାସଟା ଆସ୍ଥାରେ ପରିଣତ ହେଇଯାଏ, ଅନନ୍ୟ ବିଶ୍ୱାସ ଗୁରୁଙ୍କ ଉପରେ ପ୍ରତିଷ୍ଠିତ ହେଇଯାଏ, ସେତେବେଳେ ସେ କାହାକୁ ଆଉ ଅବିଶ୍ୱାସ କରେନି, ଯାହା ଗୁରୁ କହିବେ। ମନେ ପଡୁଛି ଏକ ସୁନ୍ଦର କଥାଟିଏ। ଥରେ ଜଣେ ଗୁରୁଙ୍କ ପାଖରେ ଅନେକ ଶିଷ୍ୟ ଶିକ୍ଷା ଲାଭ କରୁଥିଲେ। ଗୁରୁ ଶେଷରେ ଶିଷ୍ୟମାନଙ୍କୁ ସବୁ ପରୀକ୍ଷା କରୁଥିଲେ, କେତେ ଦୂର ମୋତେ ସେ ଗ୍ରହଣ କରିଛନ୍ତି। ଥରେ ଗୁରୁ ସବୁ ଶିଷ୍ୟମାନଙ୍କୁ ଡାକି କହିଲେ, ଆଚ୍ଛା ଗୋଟେ ଛୁଞ୍ଚି ଆଣିଲେ, କହିଲେ ଯେଉଁ ହାତୀଟି ଯାଉଛି ଅଛି ଏଠି ବନ୍ଧା ହେଇଛି, ଯିଏ ଛୁଞ୍ଚି ମୋ ପଶା ଭିତରେ ଏ ହାତୀଟିକି ପଶେଇ ଦେଇପାରିବ, ସେ ହିଁ ତାର ଆଜି ସିଦ୍ଧି ଲାଭ କରିପାରିବ, ତା ସାଧନାର ଆଜି ସିଦ୍ଧି ହେଇଗଲା ବୋଲି ମୁଁ ଜାଣିବି। ସମ୍ଭବ କି ଏଟା? କିଏ କରିପାରିବ? ସବୁ ଶିଷ୍ୟମାନେ ଏକଥା ଥଟ ହୋଇକି ହସିଲେ, ଅଟ୍ଟହାସ୍ୟ କଲେ। ଏଇ ବିଶ୍ୱାସ ଆଉ ଆସ୍ଥାର କଥା ପଡ଼ିଛି। ଏ ସମସ୍ତ ଶିଷ୍ୟମାନେ, ଛାତ୍ରମାନେ କହିଲେ, ଗୁରୁ ଆମକୁ ବୋଧେ ପରିହାସ କରୁଛନ୍ତି ବା ଥଟ୍ଟା କରୁଛନ୍ତି, ଯାହା ଗୋଟେ ପରୀକ୍ଷା। ଗୁରୁ ଆମକୁ କହୁଛନ୍ତି ଇଏ ଛୁଞ୍ଚିର ପଶା ଭିତରେ ଗୋଟେ ହାତୀ ପଶିବ। କିନ୍ତୁ ଗୋଟିଏ ଛାତ୍ର, ଗୋଟିଏ ଶିଷ୍ୟ ସେ ହାତ ଟେକି ଦେଲା, କହିଲା ହଁ ଗୁରୁଦେବ ମୁଁ ଗୋଟେ କରିପାରିବି। ଗୁରୁ ଆଶ୍ଚର୍ଯ୍ୟ ହେଲେ, ଠିଆ ହ। କେମିତି ସମସ୍ତେ ମନା କରୁଛନ୍ତି, ହସୁଛନ୍ତି, ତୁ କେମିତି କରିପାରିବୁ କହ? ଶିଷ୍ୟଟି କହିଲା, ଯେତେବେଳେ ଗୁରୁ ମୋତେ ଆଦେଶ ଦଉଛନ୍ତି ଏ ଛୁଞ୍ଚିର ପଶା ଭିତରେ ହାତୀ ପଶେଇ ଦେଇ ପଶେଇବା ପାଇଁ, ମୁଁ ଯେଉଁ ଗୁରୁଙ୍କ ପାଖରେ ଶିକ୍ଷା ଲାଭ କରିଛି, ସେ ଗୁରୁ କେବେ ମିଥ୍ୟା କହନ୍ତି ନାହିଁ ଏବଂ ମୋର ଗୁରୁଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଅଛି। ଗୁରୁ କହୁଛନ୍ତି ମାନେ ନିଶ୍ଚୟ ଏହା ସମ୍ଭବ ହେବ, କୌଣସି ନା କୌଣସି ବାଟରେ ସମ୍ଭବ ହେବ। ସେ ଦାୟିତ୍ୱ ଗୁରୁଙ୍କର। ମୋର କାର୍ଯ୍ୟଟି ହେଲା, ଗୁରୁ ମୋତେ ଆପଣ ଆଦେଶ ଦିଅନ୍ତୁ, ମୁଁ ଛୁଞ୍ଚିର ପଶା ଭିତରେ ହାତୀ ପଶେଇ ଦେବି, ଆପଣଙ୍କ ଆଶୀର୍ବାଦ ଆପଣ ନିଶ୍ଚୟ ସେ ତା ବାଟ କାଢ଼ିବେ, ମୋତେ କହିବେ। ମୁଁ ଆପଣଙ୍କ ଉପରେ ମୋର ପୂର୍ଣ୍ଣ ଆସ୍ଥା ଅଛି। ସେଠି ବିଶ୍ୱାସ କୁଆଡ଼େ ପଳେଇଲା, ପୂର୍ଣ୍ଣ ଆସ୍ଥା ଅଛି। ଗୁରୁ ସାଙ୍ଗେ ସାଙ୍ଗେ ଜାଣିଗଲେ ଏହି ଯୋଗ୍ୟ ପ୍ରାର୍ଥୀ, ଏହି ମୋର ଯୋଗ୍ୟ ଶିଷ୍ୟ। ଗୁରୁଙ୍କ ଉପରେ ଅତୁଟ ଅମୋଘ ବିଶ୍ୱାସ। ଗୁରୁ ଅସମ୍ଭବ କାର୍ଯ୍ୟ କହୁଥିଲେ ବି ସେ ଛାତ୍ର କହୁଛି ହଁ ସମ୍ଭବ, କାରଣ ମୋ ଗୁରୁ କହୁଛନ୍ତି। ବିଶ୍ୱାସ ଯେତେବେଳେ ଆସ୍ଥାରେ ପରିଣତ ହୁଏ, ଏଇଭଳି ହୁଏ। ସେ କିଛି ମନ ସ୍ତରରେ କିଛି ବୁଦ୍ଧି ବିଚାର ସେ ଆଉ ତାର କରେନି। ସମ୍ଭବ କି ଅସମ୍ଭବ ଏଟା କୋଉ କାର୍ଯ୍ୟ ମନ ବିଚାର କରିପାରେ, ଏଟା ଅସମ୍ଭବ। ଛୁଞ୍ଚିର ପଛରେ କେବେ ହାତୀ ପଶିପାରେ, କିନ୍ତୁ ସମର୍ପିତ ଏକ ଚେତନା ସେ କଥା ବୁଝେନି। ସିଏ ବୁଝେ ଗୁରୁଙ୍କ ଆଦେଶ ଶିରୋଧାର୍ଯ୍ୟ, ସିଏ କହିଛନ୍ତି ମାନେ ସିଏ କରିପାରିବେ। ଏବଂ ସେଇ ଆସ୍ଥା ହିଁ ଅନନ୍ୟ, ଏକମୁଖୀ।
ସେଇ ଆସ୍ଥା କଥା ଆମର ଆଲୋଚନା ଚାଲିଛି ଦୀର୍ଘ 2-3 ଅଧ୍ୟାୟ ଧରି। ଆମେ ସେଇ ଆସ୍ଥା ବିଷୟରେ ଆହୁରି ସୁନ୍ଦର କଥା ଗୁଡ଼ିକ ତ ଭବେଶ ଭାଇ ଆଜି ଆଲୋଚନା କରିବା କଥା। ଭବେଶ ଭାଇ ଏପର୍ଯ୍ୟନ୍ତ ହଁ ଆସିଗଲେଣି, ବହୁତ ଧନ୍ୟବାଦ। ଭବେଶ ଭାଇ ଆସିଗଲେଣି। ଆଲୋଚନା ଏଇଠି ରଖୁଛି ଆପଣମାନଙ୍କ ସହିତ। ଆଉ ଏବେ ଅନୁରୋଧ କରୁଛି ଭବେଶ ଭାଇଙ୍କୁ ତାଙ୍କର ସେ ଆଲୋଚନା ଆଗକୁ ନେବେ। ଯେ ଗତ ଅଧ୍ୟାୟରେ ସେ କହିଥିଲେ ଭାଇ ଗୋଟେ ପତ୍ର ପଢ଼ିବେ ଏଇ ବିଷୟରେ, ଏବଂ ଯେତେ ଯେତେ ଏ ବିଷୟରେ ମାନେ ପତ୍ର ଖୋଲି ଖୋଲି ଯିବ, ଏଇ ବିଶ୍ୱାସରୁ ଆସ୍ଥା ପର୍ଯ୍ୟନ୍ତ ରାସ୍ତା ଇଏ ମଧ୍ୟ ଖୋଲି ଖୋଲି ଯିବ ଭବେଶ ଭାଇଙ୍କ ଆଲୋଚନା ମାଧ୍ୟମରେ। ସମସ୍ତଙ୍କୁ ଧନ୍ୟବାଦ। ଅନୁରୋଧ କରୁଛି ଭବେଶ ଭାଇଙ୍କୁ ସେ ତାଙ୍କର ଆଲୋଚନା ପରବର୍ତ୍ତୀ ଅଧ୍ୟାୟରୁ ସେଇଠୁ ଆରମ୍ଭ କରିବା ପାଇଁ। ଭବେଶ ଭାଇ। କରୁଣାମୟ ମାୟା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର এই ଅନନ୍ୟ ଆଲୋଚନା ଚକ୍ରରେ ଉପସ୍ଥିତ ରହିଥିବା ସମସ୍ତ ମାତୃ ସନ୍ତାନ ମାନଙ୍କୁ ହୃଦୟରୁ ଅନେକ ଅନେକ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଇଥିବା ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ ବାପା ମାନଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛି। ଆମେ ଗତ ଥର ଆଲୋଚନାରେ ଗୋଟେ ସୁନ୍ଦର ମୋଡରେ ଅଟକିଥିଲେ। ଥରେ ପ୍ରଭୁଙ୍କର ମାନସ ପୁତ୍ର ଯାହାକୁ ସେ ବହୁତ ଭଲ ପାଉଥିଲେ, ସେ ସମୟର ଜଣେ ରୂପବନ୍ତ ପ୍ରତିଭାବାନ ବ୍ୟକ୍ତିତ୍ୱ, ଜଣେ ବଡ଼ ସଙ୍ଗୀତଜ୍ଞ, ଜଣେ ଲେଖକ, ଜଣେ ଦାର୍ଶନିକ ଦିଲ୍ଲୀପ କୁମାର ରାୟ। ତାଙ୍କର ଗୋଟେ ବଡ଼ ଡିଷ୍ଟ୍ରେସ୍ ହେଇଥିଲା, ବହୁତ ମନସ୍ତାପ ଭିତରେ ଥାନ୍ତି, ଗୋଟେ ସାଇକୋଲୋଜିକାଲ କ୍ରାଇସିସ୍, ମନସ୍ତାତ୍ତ୍ୱିକ ସଙ୍କଟ ମଧ୍ୟ ଦେଇ ସେ ଗତି କରୁଥାନ୍ତି। ଏଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ଆମ ମଣିଷ ଜୀବନର ସମସ୍ୟା ଗୁଡ଼ିକୁ ନେଇ ପ୍ରଭୁଙ୍କୁ ଗୋଟେ ଦୀର୍ଘ ଚିଠି ଲେଖିଲେ। ପ୍ରଭୁ ମଧ୍ୟ ତାଙ୍କୁ ସେଇଭଳି ଗୋଟେ ଉତ୍ତର ଦେଲେ, ଭାରି ଗଭୀରତାପୂର୍ଣ୍ଣ ତାତ୍ତ୍ୱିକ ଉତ୍ତରଟେ, ଯୋଉଟା ବହୁତ ସରଳ ତରଳ, ମୋଷ୍ଟ ଲୁସିଡ୍ ଏବଂ ସୋଲ କନସୋଲିଂ ହୁଏ, ଯିଏ ଆତ୍ମାକୁ ସାନ୍ତ୍ୱନା ଦେଇପାରିବେ। ତ ପ୍ରଭୁଙ୍କର ଏଇ ଯୋଉ ଆଲୋକମୟ ଏଇ ଚିଠିଟି, ଏ ଗୋଟିଏ ସ୍ପଷ୍ଟତା ରହିଥିଲା ଏଥିରେ। ଇଏ ଗୋଟେ ସ୍ପଷ୍ଟତା, କାରଣ ମନୁଷ୍ୟ ଜୀବନ ଉପରେ, ମନୁଷ୍ୟର ଏଇ ମାନସିକ ଯାତ୍ରା ଉପରେ ପ୍ରଭୁ ସବୁବେଳେ ଗୋଟେ ଲୁମିନସ୍ ଅବଜରଭେସନ କରିଥିଲେ, ଜ୍ୟୋତିର୍ମୟ ନିରୀକ୍ଷଣ। এই ଚିଠିଟି ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଆମ ଜୀବନ ସମ୍ପର୍କରେ ଧାଡ଼ିଏ ଦୁଇ ଧାଡ଼ି କଥା କହିବା ଭଲ। ଆମେ ସମସ୍ତେ ଗୋଟେ ଶରୀରଧାରୀ ମାନବ ସତ୍ତା। ଆମେ এই ପୃଥିବୀକୁ ଆସିଛୁ, এই ପାର୍ଥିବ ଭୂମିରେ ଖୁବ ମାତ୍ରାରେ କ୍ରିୟାଶୀଳ ରହିଛୁ। ସକାଳୁ ସଞ୍ଜ ଯାଏ ବହୁତ କାମରେ ବ୍ୟସ୍ତ ରହୁଛୁ, ବହୁ ଦାୟିତ୍ୱକୁ ନିର୍ବାହ କରୁଛୁ, ବହୁ ଭୂମିକାରେ ଆମକୁ ଅବତୀର୍ଣ୍ଣ ହେବାକୁ ପଡୁଛି। ମତେ ଅନେକ ଛୋଟ ପିଲା ଅନେକ କଥା ଶିଖଉଛନ୍ତି। ଜଣେ ମତେ କିଛି ଦିନ ହେଲାଣି ଗୋଟେ ଭଲ କଥାଟେ କହିଥିଲା ଯେ ଦୁନିଆକୁ ଯିଏ ରଙ୍ଗମଞ୍ଚ କହିଥିଲେ ସତ କହିଥିଲେ, କାହିଁକି ନା ରଙ୍ଗମଞ୍ଚରେ ଆପଣ ଗୋଟିଏ ଭୂମିକାରେ ଆସିପାରିବେ, ରାଜା କି ରାଣୀ, ମନ୍ତ୍ରୀ କି ପାରିଷଦ, କିନ୍ତୁ ଜୀବନ ନାଟକରେ ଆପଣ ବହୁ ଭୂମିକାର ଅଭିନୟ କରୁଛନ୍ତି। ଆପଣ ଗୋଟିଏ ଧାରାରେ ବାପାଟିଏ, ଗୋଟିଏ ଧାରାରେ ପୁଅଟିଏ, ଗୋଟିଏ ଧାରାରେ ନାତିଟିଏ, ମଉସାଟିଏ, ପିଉସାଟିଏ,
ଭିଣୋଟିଏ, ଶଳାଟିଏ, ସମ୍ବନ୍ଧୀଟିଏ, ମାଟିଏ, ଭଉଣୀଟିଏ, ଭାଉଜଟିଏ, ଝିଅଟିଏ, ଶାଶୁଟିଏ, ଜେଜେମା, କେତେ ସେ ଅଭିନୟ, କେତେ ଭୂମିକାରେ। ଗୋଟିଏ ଭୂମିକା ଯଦି ହେଇଥାନ୍ତା, ଗୋଟିଏ ଦାୟିତ୍ୱ ହେଇଥାନ୍ତା, ଗୋଟିଏ ଦୃଷ୍ଟିକୋଣ ହେଇଥାନ୍ତା, ଗୋଟିଏ ପ୍ରକାର ଭାବ ବିଚାର ହେଇଥାନ୍ତା, କିନ୍ତୁ ଆପଣ ଯେତେବେଳେ ଏକା ସାଙ୍ଗରେ ବହୁତ ଗୁଡେ ଅଭିନୟ ଭିତରେ ଅଛନ୍ତି, ରୋଲ ଭିତରେ, ତେଣୁ ଏଠି ଏଇ ଟେରେଷ୍ଟ୍ରିଆଲ ଫିଲ୍ଡରେ ପାର୍ଥିବ ଜୀବନରେ ଆମେ ବହୁ ଭାବରେ ଆକ୍ଟିଭ ରହୁଛୁ। ଜୀବନ ଆଉ ବିଶ୍ୱ, ଜୀବନ ଆଉ ପୃଥିବୀ, ଏଇଠି ଆମର ଅଧିକାଂଶ ଅସ୍ତିତ୍ୱଟି ଅବରୁଦ୍ଧ ହେଇଯାଇଛି। କାହା ଦ୍ୱାରା? ଇନକନସାଇନ୍ସ ଆଣ୍ଡ ଇଗ୍ନୋରେନ୍ସ, ନିଶ୍ଚେତନା ଦ୍ୱାରା ଏବଂ ଅଜ୍ଞାନତା ଦ୍ୱାରା। ଏ ଯୋଉ ଯାତ୍ରା ହଉଛି, ଆମେ ଯୋଉ ଭୂମିକାରେ ଅଛନ୍ତି, କେବେ ବନ୍ଧୁର ଭୂମିକାରେ, କେବେ ପରିଜନର ଭୂମିକାରେ, କେବେ କେତେ କଣ ଭୂମିକା ଆମର, ସେ ସବୁ ଭିତରେ ଯେପରି ଏ ବିଶ୍ୱ, ଯେଭଳି ଏ ଜୀବନ, ତାର ପ୍ରକୃତ ଯୋଉ ଆକ୍ଚୁଆଲ ଷ୍ଟେଟ୍ ଅଫ୍ ଆଫେୟାର୍ସ, ପ୍ରକୃତ ଯୋଉ ପରିସ୍ଥିତିଟି ଅଜ୍ଞାନତା ଦ୍ୱାରା ଏବଂ ନିଶ୍ଚେତନା ଦ୍ୱାରା ବୁଡିକି ରହିଛି। କିନ୍ତୁ ଏକଥା ବି ଆମେ ଜାଣୁ, ଆମର ଏଇ ଯୋଉ ପଥ, ଜୀବନର ପଥଟି ଲମ୍ବିଛି ମହାଜ୍ୟୋତି ଆଡକୁ। ଆମର ଜୀବନର ପଥଟି ମାଙ୍କର ଭାଗବତ ଜ୍ୟୋତି ଆଡକୁ ଯାଉଛି, କିନ୍ତୁ ଏଇ ପଥରେ ରହିଛି ଅନେକ ଅନ୍ଧକାରର ସବୁ ଟନେଲ, ଗିରିପଥ। ଗିରିପଥ ଆପଣ ଦେଖିଛନ୍ତି, ମାଇଲ ମାଇଲ ଧରି ଅନ୍ଧକାର ଥାଏ। ଆମେ ଆଲୋକ ଆଡକୁ ଯାଉଛୁ, କିନ୍ତୁ ଅନ୍ଧକାରର ଗିରିପଥ ଦେଇକି। ତେଣୁ ଏଇ ବିଶ୍ୱଟି ଆମକୁ ଦିଟା ରୂପ ଦେଖାଉଛି, ଡବଲ ଏସ୍ପେକ୍ଟ। ଦେଖଉଛି ଗୋଟେ ମଣିଷର ଜୀବନ ଯାହା ବହୁତ କ୍ରିସ୍ କ୍ରସ୍ଡ, ବହୁ ଅନ୍ଧା ଛନ୍ନା, ବହୁତ ବାଟରେ ସେ କ୍ରିସ୍ କ୍ରସ୍ ହେଇକି ରହିଛି, ବହୁତ ଉତ୍ଥାନ ପତନର ଶୃଙ୍ଖଳ ଗୁଡିକ ମଧ୍ୟ ଦେଇ ଗତି କରୁଛି। ଏଠି ଅନେକ ବିକଳ୍ପ ରହିଛି, ସୁଖ ରହିଛି, ଦୁଃଖ ରହିଛି, ସୌଭାଗ୍ୟ ବି ରହିଛି, ଦୁର୍ଭାଗ୍ୟ ବି ରହିଛି, ଅସୁସ୍ଥତା ବି ରହିଛି, ସୁନ୍ଦର ସ୍ୱାସ୍ଥ୍ୟ ବି ରହିଛି। ତାହେଲେ ଏଇଟା ସବୁ ଅପୋଜିଟ ହେଇଗଲା କି ନାହିଁ? ଜୀବନଟା ସୁଖମୟ ବା ଦୁଃଖମୟ, ଜୀବନଟି ଅସୁସ୍ଥତାରେ ଭରା କି ସୁସ୍ଥତାରେ ଭରା, ଜୀବନରେ ସଫଳତା ଅଛି କି ବିଫଳତା ଅଛି, ଜୀବନଟି ସୌଭାଗ୍ୟରେ କଟେ କି ଦୁର୍ଭାଗ୍ୟରେ କଟେ, ଏ କଥାଟା ଗୋଟେ ଅପୋଜିଟ ହେଇଗଲା। ଆଉ ଏଇ ଅପୋଜିଟକୁ ନେଇକି ଆମ ମନରେ ଅନେକ ପ୍ରକାରର କଷ୍ଟ ରହିଛି। ଆମେ ଯୋଉମାନେ ସ୍ୱାସ୍ଥ୍ୟରେ ଅଛୁ, ଖୁସି, ଅସୁସ୍ଥତା ଦୁଃଖୀ, ସୌଭାଗ୍ୟରେ ସୁଖୀ, ଦୁର୍ଭାଗ୍ୟରେ ଦୁଃଖୀ, ସୁଖରେ ଖୁସି, ଦୁଃଖରେ ଦୁଃଖୀ। The meaning of this world must evidently lie in this opposition. ଆମେ ଦୁଇଟା ଯାକ ଗ୍ରହଣ କରିପାରିନୁ, এটা ଆମକୁ ବିରୋଧୀ ଭଳି ଲାଗିଛି, ପରସ୍ପରର ବିରୋଧୀ। ଆମେ ଜଣକୁ ଗ୍ରହଣ କଲେ ଆଉ ଜଣକୁ ଗ୍ରହଣ କରିବାକୁ ରାଜି ନୁହଁ। ଆଉ ପୃଥିବୀରେ ଏପରି କିଏ ଅଛି ଯେ ଇଲନେସ, ଇଲ ଫର୍ଚୁନ, ସରୋ, ଫେଲୁଅର, ଏଗୁଡା ସବୁ
धारण करिवो तेणु समस्ते चाहिए लाइट समस्ते चाहिए लाइफ समस्ते चाहिए प्लेजर समस्ते चाहिए हैप्पीनेस समस्ते चाहिए नॉलेज किए इग्नोरेंस चाहिए किए डार्कनेस चाहिए किए डेथ चाहिए किए पेन चाहिए किए सफरिंग चाहिए प्रभु दिलीप राय को जो चिठी लिखी से चिठीर एक अंश को आम उद्धार कर गत थर आम से कथा प्रतिश्रुतिबद्ध होते शुणु चिठी कौन द मीनिंग ऑफ दिस वर्ल्ड मस्ट एविडेंटली लाई इन दिस अपोजिशन ये जो द्वंद्वर पृथ्वी जो द्वैत रही सुख भी रही दुख भी रही अंधकार भी रही आलोक भी रही से विरोधी प्रत्यय भितर जगतर विश्वर अर्थवत्ता रही कौन से ना इट मस्ट बी एन इवोल्यूशन यहाँ गोटे विवर्तन अच्छा जो विवर्तन हुए क्षुद्र रु आम विराट आड़ को यात्रा करूँ निम्न रु आम ऊर्ध्व आड़ को यात्रा करूँ अंधकार रु आम आलोक आड़ को यात्रा करूँ निश्चेतना रु चेतना आड़ को यात्रा करूँ तेणु जेहेतु विश्व ये अपोजिशन गुड़िक सीना आम देखुची किंतु ये अपोजिशन गुड़िक ये रही जे गोटे विवर्तन क्रिया संगठित हवा प्रथमे कथाटी डार्कर अपीयरेंस हो अंधकार प्रतीयमानता पर सेटा जीव उच्चतर दिग को जीवन एथिरे लीडिंग करिवो जीवन एथिरे स्ट्रगल करिवो ये हूँ विश्वर महासत्य दुख अच्छी बोली आमे सुख आड़ को यात्रा करूँ तेणु leading or struggling towards higher things out of a fast darker experience प्रथमे रहिबो एक अंधकार प्रतीति से अंधकार प्रतीति भितर जीवन विवर्तन अभिमुखी हब से गतिशील हब संघर्ष करिवो उच्चतर स्थिति मध्य को जीवा तेणु आमे केबे एई दिगरे चिंता करी नाहंती आमे जो अपोजिशन और स्ट्रगल रो कंडीशन गुडी को पाउछंती आपन को जीवन रे स्ट्रगल रही कहा जीवन रे स्ट्रगल नहीं कहा जीवन रे स्ट्रगल नहीं एवं आमे समस्ते आम जीवन रो द्वंद्व गुडी को देखिछु अपोजिशन गुडी को आमे सुख खोजुथिबा दुख मिलुथबो आमे ज्ञान खोजुथिबा अंधकार मिलिथिबो तेणु यही अपोजिशन यही स्ट्रगल आमको वास्तव रे मार्गदर्शन करिछि जीवन बंचिबा कोन शिखिछि देखंतु आमे प्रथम रो कहिथिलु प्रभुंकर चिठीटी थिला हार्ट सोल कंसोलिंग आत्मा को प्रबोधित करिवो आत्मा को सांत्वना दबो प्रभु कहते तू जो दुख गुड़िक पाइछु जो संघर्ष गुड़िक करिछु जो विरोधी प्रत्ययटा को भोग करिछु सेटा होछि तोर मार्गदर्शक सेही होचंती तोर गुरु इट इज लीडिंग द इंडिविजुअल सर्टेनली निश्चित भाव रे व्यक्ति को से कोठी की निये निश्चित भाव रे निये टुवर्ड्स द हायर स्टेट उच्चतर स्थिति को
ये आमको मार्गदर्शन करती, परिचालित करती, लीड करती, नेतृत्व दियंती व्यक्ति। किंतु तांको पाखरे रही था से दुईटी टर्म, दुईटी विरोधी प्रत्यय। कौन कौन ना नॉलेज एंड इग्नोरेंस, लाइट एंड डार्कनेस, ज्ञान और अज्ञान, आलोक और अंधकार, डेथ एंड लाइफ, जीवन और मृत्यु, पेन एंड प्लीजर, जंत्रणा और आनंद, हैप्पीनेस एंड सफरिंग, सुख और जंत्रणा। आपण कहे भाई आमे या भितर गोटे टर्म को काटिदेवा, नो डेथ, नो डार्कनेस, नो इग्नोरेंस, नो पेन, नो सफरिंग, हम विल यू बी सैटिस्फाइड? आमे सैटिस्फाइड होई पारिबा नहीं। कहीं हबानी, इथिपाई हबानी प्रभु निजे कहते नॉन ऑफ द टर्म्स कैन बी एक्सक्लूडेड। केते पर्यंत ना अंटिल हायर स्टेटस इज रीच्ड एंड एस्टैब्लिश्ड। आपण भितर केते जन अछंती छाती रे हाथ रखी कहीदबा आमे सब हायर स्टेटस रे पहुंचलुनी आज्ञा, आमको एबे सब सिंगल टर्म दरकार, डबल टर्म छाड़ी दियो, ये द्वैत न रहू, केवल अद्वैत रहिबो। जो दिन रीच करिवे हायर स्टेटस रे आउ एस्टैब्लिश रे जो सेटा आपण भितर सेते दिन जेते पर्यंत एटा हेई नाही आपण जीवन रे डबल टर्म गुडी कर। डबल टर्म कहले आपण कोन बुझुछन? ज्ञान, अज्ञानता, आलोक, अंधकार, मृत्यु, जीवन, जंत्रणा, सुख, आनंद, सुख और जंत्रणा। एटा इट इज नॉट ए वर्तमान नहीं, हाउ कैन नॉट बी, एटा सहजर भी हेई परिबन ऑर्डिनरी। ए गाइडेंस व्हिच एटोन्स रिजेक्ट द डार्कर टर्म। तेणु एमिति गोटे स्थिति नथिला कि एपर्यंत होई पारि नाही। साधारणतः डार्कर टर्म को आपण रिजेक्ट कर देबे, आउ आपण गाइडेंस पाइबे। एमाने होचंती आपणकर गुरु, गुरु श्रेष्ठ समान। माँ कहते दुख जंत्रणा गुड़िक पाखे प्रथम कृतज्ञता प्रकाश कर। ये डार्कर टर्म्स गुड़िक, ये अंधकार प्रतीति गुड़िक feel less a guidance which brings us solely and all is nothing but happiness, success and good fortune। ये माने आमको कोटि की नियंती, आमको आनंद, सफलता और सौभाग्य मध्य को नहीं जा नियंती माने जबरदस्त। जबरदस्त आपण कौन सी व्यक्तिर जीवन को आनंतु, कौन सी व्यक्तिर जो जीवन रे से डार्कर साइड टा, डार्कर एस्पेक्ट टा जेतिकी भिजिबल, से व्यक्ति सेतिकी समृद्ध चेतनार दृष्टि। आमे कहवा आमे तो मां को पाई जाइछु, आमे मां को पाखरे निज को समर्पित कर दवा, आमे तो पूर्ण जोगर साधक। आउ मां हमको संपूर्ण भावरे ए विजिटेशंस ऑफ द डार्कर एस्पेक्ट्स ऑफ प्रेजेंट ह्यूमन एक्जिस्टेंस, वर्तमान मनुष्य अस्तित्वर ए जो अंधकारतम विभाव सब रही तार विजिटेशन रु से गुड़िक जो आम जीवन को आसती विजिट करती से आम एंटायरली एग्जाम्प्ट हो कहीं आसबेनि आम जीवन को, अंधकार पक्षटी आदौ आसब ना, कारण आम मां को धरी
ସେମିତି ଭାବୁଛନ୍ତି କି? ସିଏ ବି he too has to meet some crisis hour off and on। କେବେ କେମିତି ତାକୁ ମଧ୍ୟ ଏଇ ସବୁ ସଂକଟମୟ ମୁହୂର୍ତ୍ତ ଗୁଡିକ ମଧ୍ୟ ଦେଇ ଗତି କରିବାକୁ ପଡୁଥିବ। ତାହେଲେ ଏଇ ପୃଥିବୀରେ ଦୁଇ ପ୍ରକାର ଲୋକ ଅଛନ୍ତି, ଯୋଉମାନେ ଗୋଟେ ଜୀବନ ବଞ୍ଚୁଛନ୍ତି, lived by an ordinary mortal, ମରଣଶୀଳ ସାଧାରଣ ମଣିଷଟେ, ଆଉ ଜଣଙ୍କର ଜୀବନ ଶରଣାଗତିର ଜୀବନ, ଆତ୍ମସମର୍ପଣର ଜୀବନ, ସାଧନାର ପଥକୁ ସେ ବରି ନେଇଛନ୍ତି, ସାଧନାର ପଥରେ ସେ ଯାତ୍ରା କରୁଛନ୍ତି। ଆପଣ ଭାବୁଛନ୍ତି is there any difference? ଗୋଟେ ପାର୍ଥକ୍ୟ ହେଇଯିବ ଦି ଜଣଙ୍କ ଭିତରେ? ନାଇଁ ନାଇଁ ଇଏ ଆଜ୍ଞା ଭାରି ସାଧୁ ମହାତ୍ମା, ମାଙ୍କୁ ଧରିଛି, ଆଉ ୟାକୁ ଦୁଃଖ ଗୁଡା ଛାଡିଦବ, ଆଉ ଏମାନେ ହେଲେ ସାଧାରଣ ଲୋକ, ଏମାନେ ସବୁ କେମିତି କଣ ଗୋଟେ ବଞ୍ଚନ୍ତି, କିଛି ଚେତନା ନାହିଁ, କିଛି ଜ୍ଞାନ ନାହିଁ, କିଛି ବିଚାର ନାହିଁ, ସାଧାରଣ ମଣିଷ ପଳାଏ, ତ ୟାଙ୍କୁ ସବୁ ଦୁଃଖ ଦେଇଦବା, ଏମିତି ହୁଏନି। with respect to this darker aspect, ଆପଣଙ୍କର ଦିଟା ଯାକ ଜୀବନରେ କିଛି ଫରକ ନାହିଁ। surely that cannot be, ଏଟା ହେଇପାରିବ। କିନ୍ତୁ ଯଦି ଗୋଟେ ଇନର ସାଇକୋଲୋଜିକାଲ ଫ୍ରେମ ଦୃଷ୍ଟିରୁ ବିଚାର କରାଯାଏ, ଅନ୍ତର୍ଗତ ମନସ୍ତାତ୍ତ୍ୱିକ ଧାରାରୁ, ତାହେଲେ ହୁଏତ ଏଇ ଦୁଇଟି ଜୀବନ ଭିତରେ ହେଲ୍ ଆଣ୍ଡ ହେଭେନ୍ ଡିଫରେନ୍ସ ଅଛି। ହେଲ୍ ଆଣ୍ଡ ହେଭେନ୍ ଡିଫରେନ୍ସ କାହାକୁ କୁହାଯାଏ? ସ୍ୱର୍ଗ ଆଉ ନର୍କର ପାର୍ଥକ୍ୟ ଥିବା ପରେ, ବହୁତ ଅପୋଜିଟ୍। ତେଣୁ ଆମେ ଯଦି ଦେଖିବା ଏଇ ଜୀବନଟିକୁ ସେଥିରେ ଗୋଟେ ସମୟ ଆସିବ, ଜଣେ ସମର୍ପିତ ସାଧକର ଜୀବନରେ ହୁଏତ କିଛି ସୁଖ ନଥିବ, କିଛି ବି ନାହିଁ, ନଥିଙ୍ଗ, नो हैप्पीनेस। ସେଟା ମିଠା ଜୀବନ ନୁହେଁ, ସେଟା ଗୋଟେ ଶିକ୍ଷା ଜୀବନ। ସେ ଜୀବନରେ କୌଣସି ହ୍ୟାପିନେସ୍ ନଥିବ, କିନ୍ତୁ ସେ ସେଇ ଜୀବନଟିକୁ ଗୋଟେ ଆଶୀର୍ବାଦର ଜୀବନ ବୋଲି କହୁଥିବ, ଗୋଟେ ସୁଗନ୍ଧିତ ଜୀବନ ବୋଲି କହୁଥିବ, ଗୋଟେ ସୌରଭମୟ ଜୀବନ ବୋଲି କହୁଥିବ, meed of blessedness। ତାଙ୍କ ଆଶୀର୍ବାଦର ବାସ୍ନା, ତାଙ୍କ ଆଶୀର୍ବାଦର ସୁଗନ୍ଧ ବୋଲି ସେ କହୁଥିବ। ମୋ ଜୀବନରେ କିଛି ଦୁଃଖ ନାହିଁ, କଣ ଗଲା? ସୁଖ ନାହିଁ, କଣଟା ଗଲା? ଏଠି ଜୀବନର ଯୋଉ ସଙ୍ଗୀତ ଅଛି, ସେଟା କୌଣସି ସର୍ତ୍ତ ଉପରେ, କୌଣସି ଅବସ୍ଥା ଉପରେ, କୌଣସି ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, କୌଣସି ବସ୍ତୁ ଉପରେ ନିର୍ଭର କରେ ନାହିଁ, ଏ କୌଣସି ବାହ୍ୟ ଘଟଣା ବା ପରିସ୍ଥିତି ଉପରେ ଜୀବନର ସଙ୍ଗୀତଟି ନିର୍ଭର କରେ ନାହିଁ। ଜୀବନର ସଙ୍ଗୀତ ହେଉଛି
ଜଣେ ଆସ୍ପୃହାଶୀଳ ମଣିଷର ଆତ୍ମା ଭିତରୁ ଶୁଭେ। ଯେଉଁମାନେ ଆଧ୍ୟାତ୍ମିକ ଆତ୍ମାର ସନ୍ଧାନ କରିଛନ୍ତି ସେମାନଙ୍କ ପାଇଁ ଜୀବନ ସୁଗନ୍ଧିତ, ବାସ୍ନାୟିତ। ସେମାନଙ୍କ ଜୀବନରେ ହିଁ ଆତ୍ମାର ସଙ୍ଗୀତ ନିହିତ ରହିଛି, ଛନ୍ଦମୟ। ଯୋଉଠି ସଙ୍ଗୀତ ଅଛି, ଯୋଉଠି ସୌରଭ ଅଛି, ନିଶ୍ଚିତ ଭାବରେ ତାହା ଏକ ମଧୁମୟ ଜୀବନ, ଆନନ୍ଦମୟ ଜୀବନ, ଦିବ୍ୟ ଜୀବନ ଆଡକୁ ସେ ଗୋଟେ କଣ କରେ, ଗୋଟେ ଫାଉଣ୍ଡେସନ, ଗୋଟେ ଭିତ୍ତିଭୂମି ତିଆରି କରେ। ଭାଇ ଭଉଣୀ ମାନେ, ଆମେ ଆଗାମୀ ଦିନରେ କିଭଳି ଭାବରେ ଆମେ ଆମର ସାଧନା ପଥରେ ଭଗବାନଙ୍କୁ ଅଧିକ ଭାବରେ ଭଲ ପାଇପାରିବା, ଅଧିକ ଶରଣାଗତି ଭିତରକୁ ଯାଇପାରିବା, ଅଧିକ ଶରଣ ନେଇପାରିବା ଏବଂ କିଭଳି ଭାବରେ ନିଃସର୍ତ୍ତ ଭାବରେ ସମର୍ପିତ କରିବା, ଆନ୍ତରିକ ଭାବରେ ସମର୍ପିତ କରିବା, ଏ ସମ୍ପର୍କରେ ଆମର ଆଲୋଚନାକୁ ଜାରି ରଖିବା। ସମସ୍ତଙ୍କୁ ଅନେକ ଶୁଭେଚ୍ଛା ସହିତ ଆଜିର ଆଲୋଚନା ଏଠି କୁ ବିରାମ ଦିଆଯାଉଛି। ଶୁଭରାତ୍ରି, ବନ୍ଦେ ମାତରମ୍।